ଯାହାର ଘର ଭାଙ୍ଗୁଛି ତାଙ୍କୁ ମୁଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛି, ତହସିଲଦାର ସେଗୁଡାକ ଦେଖିକିରି ତାଙ୍କୁ ସାହାଯ୍ୟ କରାଯିବ। ପାଣି ଯୋଉ ଜମୁଛି ଇଏ ପ୍ରାକୃତିକ ଜିନିଷରେ ହଠାତ୍ କଣ୍ଟିନ୍ୟୁଅସ୍ ଯୋଉ ବର୍ଷା ହଉଛି ତେଣୁ ଜମୁଛି, ତେଣୁ ତାଙ୍କୁ ଅନୁଧ୍ୟାନ କରାଯାଉଛି। ତହସିଲଦାର ବିଡିଓଙ୍କୁ କୁହାଯାଇଛି ଯୋଉଠି ଲୋକଙ୍କର ସମସ୍ୟା, କୋଉଠି ପାଣି ଧର ଅଟକି ଯାଉଛି ସେଠି ଡ୍ରେନେଜ କେମିତି କରାଯିବ ସେ ବ୍ୟବସ୍ଥା କରାହେଇଛି, ଆଉ ତୁରନ୍ତ ସେ ବ୍ୟବସ୍ଥା କରାଯିବ। ତେଣୁ ବର୍ଷା ଆଉ ଏ ଯୋଉ ମାନେ ବର୍ତ୍ତମାନ ଲଗାତାର ବର୍ଷା ହଉଛି, ଏବେ ପୁଣି ଲୋ ପ୍ରେସର ବର୍ତ୍ତମାନ ହବ ଯାହା ପାଣିପାଗ ସୂତ୍ରରୁ ଜଣା ପଡିଛି। ତେଣୁ ଏସବୁ ଜିନିଷରେ ଯୋଉଠି ଯାହା ହଠାତ୍ ଦରକାର ପଡିବ ସେଥିପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଅଛି, ସେମାନେ କାର୍ଯ୍ୟ କରିବେ। କଣ ଆପଣ ବାର୍ତ୍ତା ଦେବେ, କେତେ ସୁରକ୍ଷିତ ଲୋକ ହେଇପାରିବେ, କଣ କହିବେ? ନାଇଁ, ଆମ ଅଞ୍ଚଳ ଦେଖନ୍ତୁ, ଆମ ଅଞ୍ଚଳ ଧୋଇଆ ଅଞ୍ଚଳ, ଏଠି ବନ୍ୟା ହୁଏ ସବୁ ବର୍ଷ, ଯଦିଓ ନହେଲେ ବି ପାଣିର ସମସ୍ୟା ରୁହେ, ପାଣି ବର୍ଷା ହେଲେ ଜମିଯାଏ, ତଳି ଅଞ୍ଚଳ ଏଇଟା ରହିଛି। ତେଣୁ ସେଥିପାଇଁ ଆମେ ପ୍ରତିକାର ସ୍ୱରୂପ ବ୍ୟବସ୍ଥା ପାଇଁ ଆମେ ବ୍ୟବସ୍ଥା କରିଛୁ। ସେମିତିଆ ପରିସ୍ଥିତି ଆସିଲେ ପ୍ରଶାସନ ସମ୍ପୂର୍ଣ୍ଣ ଭାବରେ ସଜାଗ ରହିଛି ସେ କାର୍ଯ୍ୟ କରିବା ପାଇଁ, ସେଥିପାଇଁ ଲୋକଙ୍କର କୌଣସି ଅସୁବିଧା ହବନି। ନଦୀବନ୍ଧ ସୁରକ୍ଷିତ ଅଛି, ସେମାନେ ନଦୀବନ୍ଧକୁ ବି ତାକୁ ତଦାରଖ କରାଯାଇଛି। ଆମର କଣ୍ଟିଶାଳ ଯୋଉଠି ଅଛି, କଣ୍ଟିଶାଳ ପାଖରେ ଗୋଟେ ବଡ ଯୋଉ ପଥର ପ୍ୟାକିଂ କରାଯାଇକି ସେଠି ମଧ୍ୟ ଯେମିତି ଘାଇ ସୃଷ୍ଟି ନ ହବ ସେଇଟା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ନଦୀବନ୍ଧର ବର୍ତ୍ତମାନ ସୁଦ୍ଧା ସୁରକ୍ଷା ଅଛି। ତେଣୁ ଆମେ ପରିସ୍ଥିତିକୁ ଅପେକ୍ଷା କରୁଛୁ, ପରିସ୍ଥିତି ଅନୁସାରେ ସମସ୍ତେ ସଜାଗ ଅଛନ୍ତି ପରିସ୍ଥିତିର ମୁକାବିଲା କରିବା।